ସମସ୍ତଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆମେ ଏହା ଆଗରୁ ପଢ଼ିଥିଲେ ତିନୋଟି ଗଳ୍ପ ଆମେ ପଢ଼ି ସାରିଛେ। ଚତୁର ବିନୋଦର ନୀତି ବିନୋଦରେ ଥିବା ତିନୋଟି ଗଳ୍ପ ଆମେ ପଢ଼ି ସାରିଛେ। ଏବେ ଆସୁଛି ଆମର 4 ନମ୍ବର ଗଳ୍ପ। ଦେଖିବା ଆର କ'ଣ ସମାଧାନ। ଏଇ ଗଳ୍ପ ପଢ଼ିଲା ପରେ ସେ ପ୍ରଥମ ଗଳ୍ପର ସମାଧାନ ହେଇପାରୁଛି କି ନାହିଁ, କୁନ୍ଦରେଖା କାହାକୁ ବିବାହ କରିବ, ଏଇଟାର ସମାଧାନ ହେଇପାରୁଛି କି ନାହିଁ, ଏଇଟା ଆମେ ଦେଖିବା। ଯେଉଁମାନେ ସବୁ ପ୍ରଥମରୁ ଯେଉଁ ତିନୋଟି ଗଳ୍ପ ଆମେ ପଢ଼ି ସାରିଛେ, ଯେଉଁମାନେ ଦେଖି ନାହାନ୍ତି ସେଇମାନେ ଆଗ ସେ ତିନୋଟି ଭିଡ଼ିଓ ଦେଖିଦେବେ। ନହେଲେ ଏ ଭିଡ଼ିଓଟି କିଛି ବି ବୁଝା ପଡ଼ିବନି। ଗଳ୍ପଟା ତ ବୁଝି ହେବ ଗଳ୍ପଟେ, କିନ୍ତୁ ଏ ଗଳ୍ପଟେ ଆହୁରି ତିନୋଟି ଗଳ୍ପ ସହିତ ଆର କ'ଣ ସମ୍ପର୍କ ରହିଛି, ସେଥିପାଇଁ ଜାଣିପାରିବେ ନାହିଁ। ସେ ଭିଡ଼ିଓ ପ୍ରଥମେ ଦେଖିଦେବେ। ଦେଖନ୍ତୁ ଆମେ କ'ଣ ପଢ଼ିଥିଲେ ନା, ଶେଷ ଗଳ୍ପଟି ଆମେ ଯେଉଁଟା ପଢ଼ିଥିଲେ ସେଇଟା କ'ଣ ଥିଲା ନା, ଭ୍ରମଣ ସିଂହକୁ କ'ଣ ହତ୍ୟାଦଣ୍ଡ ମିଳିଥିଲା। ସେ କ'ଣ ପାଇଁ ନା ମନ୍ତ୍ରୀଙ୍କୁ ନେଇକି ଦେଇଥିଲା କ'ଣ ରାଜ ଅଳଙ୍କାର, ଯେଉଁ ରାଣୀଙ୍କର ଯେଉଁ ଅଙ୍ଗ ପିନ୍ଧା ଅଳଙ୍କାର ସବୁ ସେ ନେଇକିରି ଦେଇଥିଲା ବୋଲିକି ତାଙ୍କୁ ମୃତ୍ୟୁଦଣ୍ଡ ଦିଆହେଇଥିଲା। ସେ ପୁଣି କିଛି ଦୋଷ କାହାର ଥିଲା ସେଇଟା ପଚରା ହେଇଥିଲା। କିଏ କହିଥିଲା ଏ ଗଳ୍ପଟି? ବିମ୍ବଷ୍ଟ କହିଥିଲେ। ବିମ୍ବଷ୍ଟ ଶୁକ ସାରିକା କହିଥିଲେ ହେଲା। ସେ ପୁଣି ପଚାରିଥିଲେ କି ଭ୍ରମଣ ସିଂହଙ୍କର ମୁଣ୍ଡ କାଟ ହେଲା କ'ଣ ପାଇଁ? ସେ ଯେଉଁ କ'ଣ ନା, ସେ କଟୁଆଳ ହେଉଛି ଭ୍ରମଣ ସିଂହ ହେଲା। ସେ ତ ସୁନା ରତ୍ନ କିଛି ପାଇନି। ଯାହାର ମୁଦ୍ରା ହଜିଥିଲା ସିଏ ମଧ୍ୟ ତା ମୁଦ୍ରା ନେଇଯାଇଛି। ଆଉ ରାଜାଙ୍କ ପାଖକୁ ବି ରାଜାଙ୍କର ଅଳଙ୍କାର ମଧ୍ୟ ଫେରି ଆସିଲା। ତାହେଲେ କ'ଣ ପାଇଁ ସେ କଟୁଆଳର ହତ୍ୟା ହେଲା? କାହାର ଏଇଠି ହତ୍ୟା ଯଦି ହେଲା, କାହାର ହତ୍ୟା ହେବା ଉଚିତ ଥିଲା? ଏଇଟା ସେ ପଣ୍ଡିତମାନଙ୍କୁ, ବ୍ରାହ୍ମଣ ଗୋଷ୍ଠୀମାନଙ୍କୁ ପଚାରିଛନ୍ତି। ତାର ସମାଧାନ କରୁ କରୁ ପୁଣି କିଏ କହିଛି ଦେଖ। ଏହା ଶୁଣି ବ୍ରାହ୍ମଣମାନେ ହତ୍ୟା କାହାର ହେବ ବିଚାରୁ ବିଚାରୁ ଚିତ୍ରଗଣ୍ଠିକା ସାରି କହିଲା। ପୁଣି ଚିତ୍ରଗଣ୍ଠିକା ସାରି ଏ କଥା ପୁଣି ଗୋଟେ କଥା କହିବ ବୋଲି କହିଲା। ଆହେ ବିପ୍ରମାନେ, ବିମ୍ବଷ୍ଟ କଥା ତ ଶୁଣିବା ହେଲା। ମୁଁ ତେବେ ଆଉ ପ୍ରସଙ୍ଗଟିଏ କହିବି, ଶୁଣିବା ହେଉ ହେଲା। ଚିତ୍ରଗଣ୍ଠିକା ସାରି ପୁଣି ଗୋଟେ ଗଳ୍ପ କହିବ। ଦେଖନ୍ତୁ ଚିତ୍ରଗଣ୍ଠିକା ସାରି କ'ଣ କହିଲା ହେଲା। କ'ଣ କହିଲା? ମୁଁ କ'ଣ ଆଉ ଏକ ପ୍ରସଙ୍ଗଟିଏ କହିବି, ଶୁଣିବା ହେଉ। ମାତ୍ର ଏଥିର ନ୍ୟାୟ ମୋତେ କହିବା ହେବ, କିନ୍ତୁ ଏହାର ନ୍ୟାୟ ତୁମେ ମୋତେ କହିବ। ବ୍ରାହ୍ମଣମାନେ କହିଲେ, ଆଚ୍ଛା କହ ତେବେ ଶୁଣିବା। ଚିତ୍ରଗଣ୍ଠିକା ସାରି କହୁଅଛି। କ'ଣ କହିଲା ଦେଖ। ସେ ଯେ ସରଦ୍ୱୀପ ନାମେ ଏକ ରାଜ୍ୟ ଅଛି। ମନେ ରଖିବ, ସରଦ୍ୱୀପ ନାମେ ଗୋଟେ ରାଜ୍ୟ। ସେ ରାଜ୍ୟ ରାଜା ପୁଅ ନାମ କ'ଣ ନା ରସିକ ମାଳି। ରାଜା ପୁଅଙ୍କ ନାମ ରସିକ ମାଳି। ମନ୍ତ୍ରୀ ପୁଅର ନାମ ହେଲା ନେତ୍ରମଣ୍ଡନ। ସାଧବ ପୁଅ ନାମ ହେଲା ହେମ ଗୌର ହେଲା। ମନେ ରଖିବ, ରାଜାଙ୍କ ପୁଅର ନାମ ହେଲା ରସିକ ମାଳି, ମନ୍ତ୍ରୀ ପୁଅର ନାମ ହେଲା ନେତ୍ରମଣ୍ଡନ, ଆଉ ସାଧବ ପୁଅର ନାମ ହେଲା ହେମଗୌର। ଏ ରୂପେ 3 ଜଣ ମିତ୍ରତା ହୋଇଥାନ୍ତି। ସମସ୍ତଙ୍କର ଯୁବା ବୟସ। 3 ଜଣ ସାଙ୍ଗର କଥା, ବନ୍ଧୁର କଥାଟି କୁହାଗଲା। ରାଜା ପୁଅ, ମନ୍ତ୍ରୀ ପୁଅ ଆଉ ସାଧବ ପୁଅ। ଓକେ। ରାଜା ପୁଅ ନାଁ ହେଲା ରସିକମାଳି, ମନ୍ତ୍ରୀ ପୁଅ ନାଁ ହେଲା ନେତ୍ରମଣ୍ଡନ ଏବଂ ସାଧବ ପୁଅ ନାଁ ହେଲା ହେମଗୌର। ତାପରେ ଦେଖନ୍ତୁ, କାମନାର ସୁନ୍ଦର ଦୋଷା ସମାନ ବୀରବର, କର୍ଣ୍ଣ ସମାନ ଦାନୀ, ଭୀମ ସମାନ ମାନି ହେଲା। କହିଲା କାମ ସମାନ ହେଉଛି ସୁନ୍ଦର ହେଲା। ସେ ସୌନ୍ଦର୍ଯ୍ୟରେ କାମଦେବତାଙ୍କ ଠାରୁ ବଳି ସୁନ୍ଦର। ଆଉ ଦ୍ରୋଣ ସମାନ ବୀରବର, ସେ ଦ୍ରୋଣା ସମାନ ହେଉଛି ସେ ବୀରବର, ଏତେ ବୀରବର ଯେ ସେ ଦ୍ରୋଣ ସମାନ ବୀରବର। ଆଉ କର୍ଣ୍ଣ ସମାନ ଦାନୀ, ସେ ଦାନୀପଣରେ କର୍ଣ୍ଣ ଭଳି। ଆଉ ଭୀମ ସମାନ ମାନି ହେଲା। ଆଉ ଭୀମ ଭଳି ସେ ମାନି। ତାପରେ କ'ଣ ହେଇଛି, ଏଠି ସେ ରାଜା ପୁଅର ବର୍ଣ୍ଣନା ଦେଇଛନ୍ତି। କିଏ?
आमर ब्रजनाथ बड़जेना। हसी चाहिले युवती छार केते जोग तेजी ढली पड़े मुनि है। हसी चाहिले युवती छार केते जोग तेजी ढली पड़े मुनि। से एते सौंदर्य तांका भितर भरी रही से राजा पुओं भितर है कौन ना युवती तो छार तुच्छ जड़े यदि बहुत जोगी करें जोग करें जोग मुनि है सीए मध्य कौन करेंगे रूप देखिकी ढली पड़े। ना कौन ना राजा पुओं ना रसिक माली। ए तीन मंत्री अनुरूपे कन्या न मिलबारु विवाह होई न थांती है। उत्तम कन्या मिलिले विवाह हेबे एही भावना करुथांती है। ए तीन मित्र कौन विवाह होना योग्य कन्या मिलना विवाह होना तो तांको योग्य कन्या मिलिले जाई विवाह करेंगे बोलिकी से स्थिर करथिले। एमंत प्रीतिवंत जे निरक्षीर परा अभेद वज्र परा दृढ़तर चंद्रमा परा निर्मल अमृत परा मधुर एही रूपे से सुदृढ़ होइथांती। से तीन जण कौन थिले ना प्रीतिवंत थिले। से तीन जण बहुत प्रिय बंधु थिले। नीर क्षीर परा भेद अभेद थिला तांका भितर नीर आ क्षीरर जेमितिका संपर्क तांकर भितर सेमिति संपर्क थिला। ब्रज परा दृढ़तर थिले से तांका संपर्कटा पूरा वज्र भलिया दृढ़ थिला। आउ चंद्रमा परी कौन थिला निर्मल बंधुता थिला चंद्रमा परी निर्मल आउ अमृत परी मधुर अमृत परी मध्य मधुर थिला से तीन जनक बंधुता। एमंते एक दिन से तीन मित्र मृगया करने अश्व आहरण करी वनस्थ को चलिले। बनरे भ्रमण करते एक बसंतपुर बोली एक कौन है ना गरीबर थिला है जे तही तले प्रवेश हेले है। कौन कहला ना देखो से जाइछन्ति अश्वारोहण करिकी माने अश्व धरिकी से माने जाइछन्ति अश्वरे चढ़िकी वनस्थ को जाइछन्ति है मृगया निमंते जाइछन्ति मृग शिकार करबा निमंते जाइछन्ति। से बनरे कौन थिला ना गिरिवर थिला जे तही तले प्रवेश हेले। गोटे गिरिवर थिला गोटे गिरी बड़ पर्वत थिला सेई ठारे जाइकी से प्रवेश होइछन्। देखिले से पर्वत ऊपर को बाट गोटे पड़ी से पर्वत ऊपर गोटे बाट पड़ी विचारिले देखी जिबा एमंते अश्वरू उत्तुरी पाद गतरे पर्वत ऊपर को उठिले है। अश्वरू ओह्लैकी पादरे चली चलिकी से पर्वत ऊपर को गले। केते दूरे जाई देखिले ध्यानानंद गोसाई आश्रम पुणी से गिरीर एमंत महिमा जे तहिरे वृद्ध जन मिलिला मात्र के कंदर्प परा तरुण हुअंती है। से जो गिरीवन रे कौन थिला ना एमिति चमत्कार थिला से जदि बुद्ध जन माने पशिबे से पर्वत को जाती ताहले से माने कौन हो जाती ना तरुण हो जाती। तहिरे पुणी अशेष तरु माने अछंती बहुत तरु गछ लता सेठारे अछंती। हेमंत ये कौन देजी जाति मल्ली मालती से जो वनर से पर्वतर ये वर्णना देजी है। जाति मल्ली मालती कंचन सेवती ज्योति तगर तराट कुंद शतदल अरविंद मधुली नियाली गण दयना मालती पुण एत प्रकार सब फूल सौंदर्य भरी रही कौन से बनरे से पर्वत रे कौन है ना आनंद मनरे बसे। एमंत जेऊ गिरिवर ता मध्यरे चंद्रबिंदु नामे एक नदी बहु अच्छी है। से गिरिवर ठारे कौन अच्छी ना गोटे चंद्रबिंदु नाम गोटे नदी बहुची है। से एते सुंदर गिरिवन तो एते सुंदर सुंदर फूल अच्छी एते सुंदर प्रकृति वर्णना के लेखक ये देइचंती है। से पुणी गोटे नदी अच्छी से नदीर ना कौन ना चंद्र बिंदु है। सेठारे जाई ए तीन मित्र प्रवेश हेले से नदी पाखक जाई
ତିନି ମିତ୍ର ପ୍ରବେଶ ହେଲେ। ଦେଖିଲେ ସେ ନଦୀ ଭିତରେ ସ୍ଫଟିକର ମଣ୍ଡପ ଗୋଟିଏ ଅଛି। ସେ ମଣ୍ଡପ ଉପରେ ଏକ କନ୍ୟା ବସିଅଛି। ତାହାର ଶୋଭା କି କହିବା। ହେଲା, ସେ ନଦୀ ଭିତରକୁ ନଦୀ ପାଖକୁ ଯାଇଛନ୍ତି ଯେତେବେଳେ ସେଠି ନଦୀ ପାଖରେ ଗୋଟେ କ'ଣ ଅଛି, ମଣ୍ଡପ ଅଛି। ଯେଉଁ ମଣ୍ଡପ ପାଖରେ କି ହେଲା ସେ ଗୋଟେ ନାରୀଟି ବସିଛି, କନ୍ୟାଟି ବସିଛି। ତାର ଶୋଭା ହେଲା, ତାର ଶୋଭା କିପରି ଦେଇଛି କବି ଏଇଠାରେ ବର୍ଣ୍ଣନା କରିଛନ୍ତି। ଦେଖନ୍ତୁ, ହେମ ହରିତାଳ ଅଙ୍ଗ ପ୍ରବାଳ ଓଷ୍ଠ ରଙ୍ଗ, ଯାହାର ନୟନ ଶୋଭାକୁ ସମନୋହି ବନରେ ପଶିଲେ ମୀନ ଖଞ୍ଜନ କୁରଙ୍ଗ, ଅଧରେ ପ୍ରକାଶ ମନ୍ଦ ମନ୍ଦ ହସ, ହେମ କୁମ୍ଭକୂତ ବେନି ବାହାରକୁ ପ୍ରକାଶ ହୋଏ ଫୁଟି ଝିନ ବାସ। ହେଲା, ସେ ନାରୀଟିର ସୌନ୍ଦର୍ଯ୍ୟ ଏଠାରେ ବର୍ଣ୍ଣନା କରିଛନ୍ତି। ହେମ ମାନେ କ'ଣ ନା ହଳଦିଆ ସୁନା ରଙ୍ଗର ତାର ଶରୀରର ଅଙ୍ଗ, ଆଉ ଓଠର ରଙ୍ଗ ହେଉଛି ପ୍ରବାଳ। ବାଳ ସୂର୍ଯ୍ୟ ଯେଉଁ ଉଦୟ ହେଲା ବେଳେ ଯେଉଁ ସୁନ୍ଦର ରଙ୍ଗ, ସେଇ ତାର ଓଠର ରଙ୍ଗଟି ସେଇପରି। ହେଲା, ତାର ନୟନ ଏତେ କଳା ଘୁମର ନୟନ ଯେ କ'ଣ ହେଇଛନ୍ତି, ମୀନମାନେ ମଧ୍ୟ ଡରିକି ବନରେ ପଶିଛନ୍ତି। ଅଧରେ ପ୍ରକାଶ ମନ୍ଦ ମନ୍ଦ ହସ, ତା ଓଠରେ ମନ୍ଦ ମନ୍ଦ ହସ ପ୍ରକାଶ ପାଉଛି। ହେଲା, ତାପରେ କହୁଛି ହେମ କୁମ୍ଭକୂତ ବେନି ବାହାରକୁ ପ୍ରକାଶ ହୋଏ ଫୁଟି ଝିନ ବାସ। ହେଲା, ଏପରି ସେ ନାୟିକାଟିର ରୂପକୁ ବର୍ଣ୍ଣନା କରିଛନ୍ତି। ତାପରେ ଦେଖିବା, ସେ କନ୍ୟାକୁ ଦେଖି ଏ ତିନି ମିତ୍ର ମୋହିତ ହୋଇ ଚିତ୍ର ପିତୁଳା ପରି ରହିଲେ। ହେଲା, ସେ କନ୍ୟାଟିକୁ ଦେଖିକି ତିନି ଜଣ ଯାକ ମୋହିତ ହୋଇଛନ୍ତି। ହେଲା, ତିନି ଜଣ ଯାକ ମୋହିତ ହୋଇଯାଇକି ଗୋଟେ ଚିତ୍ର ପିତୁଳା ଭରିକି ସେ ଚାହିଁକି ରହିଛନ୍ତି, ଠିଆ ହେଇକି ରହିଛନ୍ତି। ଅଙ୍କୁଶ ଯୋଗରେ ହସ୍ତି ବନ୍ଦୀ ହେଲା ପରି ପାଦମାନ ନ ଚଳିଲା, ତା ଶୋଭା ଜଳରେ ପଡ଼ି ନୟନ ମୀନ ମର୍ଜନ ହୋଇ ରହିଲା। ଏ ତିନି ମିତ୍ରକୁ ଚାହିଁ ସେ ଚିତ୍ରାଙ୍ଗୀ କନ୍ୟା ମନରେ କି ଭାବନା କରି ଆପଣାର ହସ୍ତ ପ୍ରସାରି ଦେଖାଇଲା। ତାହା ଦେଖି ରାଜା ପୁଅ ସାଧବ ପୁଅ କିଛି ନ କହିଲେ। ମନ୍ତ୍ରୀ ପୁଅ କି ଜାଣିପାରି ଆପଣା ପାଦରେ ଚିରା 4 ଗୋଟି କାଟିଲେ। ହେଲା, କ'ଣ କଲେ ନା ସେ କନ୍ୟାକୁ ଠିଆ ହେଇଥିଲେ। କନ୍ୟା ଯେତେବେଳେ ତାଙ୍କୁ ଦେଖିଲା ସେତେବେଳେ କ'ଣ ହେଇଛି, ତାଙ୍କୁ ଦେଖି କ'ଣ ଭାବିଲା କେଜାଣେ, ହାତ ପ୍ରସାରିଲା। ସେଠୁ ରାଜା ପୁଅ ଆଉ ସାଧବ ପୁଅ କିଛି ବୁଝିପାରିଲେନି, କିନ୍ତୁ ମନ୍ତ୍ରୀ ପୁଅ କିଛି ବୁଝିପାରିକି ସେ କ'ଣ ହେଇଛି ନା ଆପଣା ପାଦରେ କ'ଣ ହେଇଛି, ଚିରା 6 ଗୋଟି କାଟିଲା। ହେଲା, ଆଉ ନିଜ ପାଦରେ ସେ କ'ଣ ଗୋଟେ ମାନେ ମାଟିରେ ସେ କାଟିଛି। କ'ଣ କାଟିଛି ପରେ ସେଟା ଜାଣିପାରିବା। ସେ କନ୍ୟା ଏହା ଦେଖି 2 ହାତ ଛନ୍ଦି ମନ୍ତ୍ରୀ ପୁଅ ଗଳାକୁ ଚାହିଁ ଭିତରୁ ପୁରକୁ ଗଲା। ହେଲା, ସେ ତାପରେ ସେ କନ୍ୟା ଏହା ଦେଖି ଯାହା ଦେଖିଲା, ସେ ହେଲା ମନ୍ତ୍ରୀ ପୁଅ ଯାହା ଗୋଡ଼ରେ କାଟିଲା ସେ ଦେଖିଲା। କ'ଣ ହେଇଛି, ସେତେବେଳେ ସେ କ'ଣ କଲା ନା 2 ହାତକୁ ଛନ୍ଦି ଦେଇଛି, ଆଉ ମନ୍ତ୍ରୀ ପୁଅର ଗଳାକୁ ଚାହିଁକି ସେ ଭିତର ପୁରକୁ ପଳେଇଲା। ତା ମରମ କଥା ମନ୍ତ୍ରୀ ପୁଅ ଏକା ଜାଣିଲା। ଏମନ୍ତେ ସେଠାରୁ ସେ ତିନି ମିତ୍ର ଆସି ଧ୍ୟାନାନନ୍ଦ ଆଶ୍ରମରେ ମିଳିଲେ। ଦେଖିଲେ ଗୋସେଇଁ ଯୋଗ ଧ୍ୟାନରେ ବସିଛନ୍ତି। କେତେବେଳେ ଉତ୍ତାରୁ ଧ୍ୟାନ ଭାଜନ୍ତେ ଦେଖିଲେ ଏ ତିନି ମିତ୍ର ଦଣ୍ଡ ପ୍ରଣାମ କରି କୃତାଞ୍ଜଳି ହୋଇ ଉଭା ହୋଇଛନ୍ତି। ଗୋସାଇଁ ବୋଇଲେ, ରେ ବାବୁ, ତୁମ୍ଭେ କି କାର୍ଯ୍ୟରେ ଅଇଲ? ଏ କହିଲେ, ଗୋସେଇଁ ତ ଅନ୍ତର୍ଯ୍ୟାମୀ, ଆମ୍ଭେ କି କହିବୁ? ଗୋସେଇଁ ଧ୍ୟାନରେ ଜାଣି କହିଲେ, ତୁମ୍ଭ କନ୍ୟା କାମନାରେ ଆସିଛ। ହେଲା, ସେମାନେ କନ୍ୟା କାମନାରେ ଆସିଛନ୍ତି, ଇଚ୍ଛା କରିଛନ୍ତି ବୋଲିକି ସେ ଜାଣିପାରିଲେ। ଆଚ୍ଛା, ଏଠାରେ ଚିତ୍ରାଙ୍ଗୀ ନାମେ ଏକ କନ୍ୟା ଅଛି। ତୁମ୍ଭେ ଯେବେ ଏହା କରିପାରିବ ତେବେ କନ୍ୟା ବିବାହ ହେବ। ହେଲା, କହିଲେ ଏଠାରେ ଗୋଟେ ଚିତ୍ରାଙ୍ଗୀ ନାମରେ ଗୋଟେ କନ୍ୟା ଋଷି ଜାଣିପାରିଲେ, ମୁନି ଜାଣିପାରିଲେ କି କ'ଣ ଏ କନ୍ୟା ଅନୁସନ୍ଧାନରେ ଆସିଛନ୍ତି ବୋଲି। ସେଠି ଗୋଟେ ଚିତ୍ରାଙ୍ଗୀ କନ୍ୟା ଅଛି। ମୁନି କହିଛନ୍ତି କି ଯଦି ତୁମେ ଏହା କରିପାରିବ ତାହେଲେ ସେ କନ୍ୟା ତୁମକୁ ବିବାହ ହେବ। କ'ଣ କରିପାରିବ? ଆମ୍ଭର କାଲି ସିଦ୍ଧକର୍ଣ୍ଣିକା ବ୍ରତ ହେବ। ହେଲା, ମନେ ରଖିବେ, ସିଦ୍ଧକର୍ଣ୍ଣିକା ବ୍ରତ ହେବ। ତୁମ୍ଭେ ଯେବେ ଏ 3 ଦ୍ରବ୍ୟ ଆଣିପାରିବ, ଦକ୍ଷିଣ ଦିଗରେ ସମୁଦ୍ର ଭିତରେ ନାଗବଳି ଦ୍ୱୀପରେ
କୃଷ୍ଣ ମଲ୍ଲିକା ଅଛି। ଦେଖ ଦକ୍ଷିଣ ଦିଗରେ କ'ଣ ଅଛି? ନାଗବଳି ଦ୍ୱୀପରେ କୃଷ୍ଣ ମଲ୍ଲିକା ଅଛି। ଉତ୍ତର ଦିଗରେ ସମୁଦ୍ର ମଧ୍ୟରେ ସୁବର୍ଣ୍ଣ କେତକୀ ଅଛି। ପଶ୍ଚିମ ଦିଗରେ ସମୁଦ୍ର ମଧ୍ୟରେ ରଜତ ଦୁଦୁରା ଅଛି। ଏହା ଯେ କାଲି ଆମ୍ଭ ବ୍ରତ ବେଳକୁ ଆଣିଦେବ, ସେ କନ୍ୟା ବିଭା ହେବ। ମାତ୍ରକ ଯେ ଆଗ ଫୁଲ ଘେନି ଆସିବ ହେବ ପ୍ରବେଶ ହେବ, ସେ ବିଭା ହେବ। ଏକଥାକୁ ବିଚାର କର। ହେଲା। ଏହା ଶୁଣି ରାଜା ପୁଅ ସାଧବ ପୁଅ ଦୁହେଁ କହିଲେ। କ'ଣ କହିଲେ? ନା ଗୋସେଇଁ, ଆମ୍ଭର ଏମନ୍ତ ବଳ ପ୍ରଭାତ କାଳୁ ପୃଥ୍ୱୀ ପର୍ଯ୍ୟଟନ କରି ଆସିବୁ, ନୋହିଥିବ ସନ୍ଧ୍ୟା କାଳ। ହେଲା। 3 ଜଣ ମନ୍ତ୍ରୀ ପୁଅ, ରାଜା ପୁଅ ଆଉ ସାଧବ ପୁଅ କହିଲେ କି କ'ଣ? ନା ଆମର ଏମିତିକା ବଳ ଅଛି, ଆମେ ପ୍ରଭାତ ସକାଳୁ ଯିବୁ, ତାହେଲେ ସନ୍ଧ୍ୟା ନ ହେଇଥିବା ଆଗରୁ ଆମେ ପୃଥିବୀକୁ ଆମେ ବୁଲିକିରି ପଳେଇ ଆସିବୁ ବୋଲିକି କିଏ କହିଲେ? ନା ରାଜା ପୁଅ ଆଉ ସାଧବ ପୁଅ କହିଲେ। ଦେଖନ୍ତୁ ସେ କ'ଣ କ'ଣ ଆଣିବାକୁ କହିଲେ, ମନେ ରଖିବେ। ନା ଦକ୍ଷିଣ ଦିଗରେ ସମୁଦ୍ର ଭିତରେ କ'ଣ ଅଛି? ନା ନାଗବଳି ଦ୍ୱୀପରେ ଅଛି କୃଷ୍ଣ ମଲ୍ଲିକା। ଉତ୍ତର ଦିଗରେ ସମୁଦ୍ର ମଧ୍ୟରେ ସୁବର୍ଣ୍ଣ କେତକୀ ଅଛି। ଆଉ ପଶ୍ଚିମ ଦିଗ ସମୁଦ୍ର ଭିତରେ ରଜତ ଦୁଦୁରା ଅଛି। ଦେଖିବା କିଏ ଆଗ ନେଇକି ଆସିଛି। ଏମନ୍ତ କହି ସେ ଦୁଇ ମିତ୍ର ଗୋସେଇଁକି ଓଳଗି ରଜା ପୁଅ ଗଲା ଦକ୍ଷିଣ ଦିଗକୁ, ସାଧବ ପୁଅ ଗଲା ଉତ୍ତର ଦିଗକୁ। ଇଷ୍ଟ ମନ୍ତ୍ର ସୁମରଣା କରି ପବନହୁ ବେଗ ଚଳିଗଲେ। ହେଲା। ଇଷ୍ଟ ମନ୍ତ୍ର ସେ ସୁମରଣା କରିକି ପବନ ଭଳି ବେଗରେ ଚାଲିଛନ୍ତି। ମନ୍ତ୍ରୀ ପୁଅ ପଶ୍ଚିମ ଦିଗକୁ ଗଲା ପରି ଗୁପ୍ତ ହୋଇ ଚିତ୍ରାଙ୍ଗୀ କନ୍ୟା ପାଶକୁ ଅଇଲା। ହେଲା। ସେ ମନ୍ତ୍ରୀ ପୁଅ କ'ଣ କରିଛି? ନା ପଶ୍ଚିମ ଦିଗକୁ ଗଲା ଭଳି ଗୋଟେ ଯିବା ପାଇଁ ପ୍ରୟାସ କରିଛି, ଯାଇଛି, କିନ୍ତୁ ସେ ପଶ୍ଚିମ ଦିଗକୁ ନ ଯାଇ ସେ କୋଉଠି ଯାଇଛି? ନା ଚିତ୍ରାଙ୍ଗୀ କନ୍ୟା ପାଖକୁ ଯାଇଛି। ଚିତ୍ରାଙ୍ଗୀ କନ୍ୟା ମନ୍ତ୍ରୀ ପୁଅକୁ ଦେଖି ବହୁତ ଆଦରରେ ସେ କ'ଣ କରିଛି? ନା ଦିବ୍ୟ ଆସନରେ ବସାଇ କହିଲା, ହେ ପ୍ରିୟତମ, ସବୁ କୁଶଳ ତ? ଦେଖନ୍ତୁ ସେ ପଚାରିଛି କିଏ? ଚିତ୍ରାଙ୍ଗୀ କନ୍ୟା ପଚାରିଛି, ହେ ପ୍ରିୟତମ, ସବୁ କୁଶଳ ତ? ମନ୍ତ୍ରୀ ପୁଅ ବୋଇଲା, ରେ ବାଳା, ମୋ ସର୍ବକୁଶଳ ତୋ ଅଙ୍ଗୀକାର ସିନା। ଦେଖ ପଚାରିଛନ୍ତି ସବୁ କୁଶଳ ତ, କିନ୍ତୁ ମନ୍ତ୍ରୀ ପୁଅ କ'ଣ କହିଛି? ରେ ବାଳା, ମୋ ସର୍ବକୁଶଳ ତୋ ଅଙ୍ଗୀକାର ସିନା। ସେଠାରୁ ରାଜା ପୁଅ ସାଧବ ପୁଅ ଗୋସାଇଁଙ୍କ ବୋଲରେ ଫୁଲ ଆଣି ଯିବା ଚରିତ କହନ୍ତେ ଚିତ୍ରାଙ୍ଗୀ କହିଲା, ମୋ ପ୍ରାଣ ତ ତୁମ୍ଭକୁ ବିକି ଦେଇଛି, ତୁମ୍ଭେ ମନକୁ କାହିଁକି ଅସ୍ଥିର କରୁଛ? ତୁମ୍ଭ ସୂର୍ଯ୍ୟ ପଶ୍ଚିମରେ ଉଇଁଲେ ଏ କଥା ଅବା ଆନ ହେବ। ହେଲା। ଦେଖ ସେ କ'ଣ କହିଲେ? ରାଜା ପୁଅ ସାଧବ ପୁଅ ଏମିତି ଫୁଲ ଆଣିବାକୁ ଯାଇଛନ୍ତି ବୋଲି ସେ ଚିତ୍ରାଙ୍ଗୀ କନ୍ୟାକୁ କହିଛି, କିନ୍ତୁ କନ୍ୟା କ'ଣ କହିଛି? କି ମୁଁ ତ ତୁମ୍ଭକୁ ହିଁ କ'ଣ ମୋ ପ୍ରାଣ ବିକି ଦେଇଛି, ଯଦି ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଇଯିବେ ତାହେଲେ ଏଇଟା ମଧ୍ୟ ସମ୍ଭବ ହେବ ନାହିଁ। ହେ ବନ୍ଧୁ ଶୁଣ ବୋଲି ଚିତ୍ରାଙ୍ଗୀ ଏ ଗୀତ ଗାଇଲେ। ଚିତ୍ରାଙ୍ଗୀ ଗୀତ ଗାଇଛନ୍ତି। ତାପରେ ଦେଖ କ'ଣ ହେଇଛି। ଏମନ୍ତ ଶୁଣି ସେ ମନ୍ତ୍ରୀ ପୁଅ ମହା ଆନନ୍ଦ ହେଲା। ଯାଇ ଖଣ୍ଡେ ଦୂରରେ ବନସ୍ତ ଭିତରେ ଗୁପ୍ତ ହୋଇ ରହିଛି। ରାଜା ପୁଅ ସାଧବ ପୁଅ ଦୁହେଁ ସୁବର୍ଣ୍ଣ କେତକୀ କୃଷ୍ଣ ମଲ୍ଲିକା ଘେନି ଏକା ବେଳକେ ଧ୍ୟାନାନନ୍ଦଙ୍କ ଛାମୁରେ ମିଳିଲେ। ଦୁହେଁ ଦୁଇ ଫୁଲ ଥୋଇ ଗୋସାଇଁକି ପ୍ରଣାମ କଲେ। ଦେଖନ୍ତୁ ଏପଟରେ ଇଏ ଯାଇନାହାନ୍ତି, ମନ୍ତ୍ରୀ ପୁଅ ଜମା ବି ଯାଇନାହାନ୍ତି ହେଲା ପଶ୍ଚିମ ଦିଗକୁ, କିନ୍ତୁ ଏ ଦୁଇ ଜଣ ଯାଇକି କ'ଣ କରିସାରିଲେଣି? ରାଜା ପୁଅ ସାଧବ ପୁଅ ଦୁଇ ଜଣ ଫୁଲ ନେଇକି ଆସି ସାରିଲେଣି। ହେଲା। ତହିଁ ଉତ୍ତାରୁ ମନ୍ତ୍ରୀ ପୁଅ ତୁଚ୍ଛା ହାତରେ ଆସି ଗୋସାଇଁକି ଓଳଗି କହିଲା, ମୁଁ ରଜତ ଦୁଦୁରା ପାଇଲି ନାହିଁ। ଗୋସାଇଁ ତିନିଙ୍କ ମୁଖକୁ ଚାହିଁଲେ, ଯେ ଦେଖିଲେ ମନ୍ତ୍ରୀ ପୁଅ ମୁଖ ପ୍ରସନ୍ନ ଦିଶୁଛି। ମନେ ବିଚାରିଲେ, ଏଥି କିଛି ବିଧାତା ଘଟଣା ଅଛି ପରା। ହେଲା। ଦେଖିଲେ ମନ୍ତ୍ରୀ ପୁଅ କିନ୍ତୁ ଫୁଲ ଆଣିନି, କିନ୍ତୁ ତାଙ୍କ ମୁହଁ ପ୍ରସନ୍ନ ଦେଖାଉଛି, ଖୁସି ଦେଖାଉଛି। ହେଠୁ ମୁନି ଚିନ୍ତା କଲେ, ଏଇଠି ନିଶ୍ଚୟ କିଛି ଗୋଟେ ବିଧାତାଙ୍କର ଗୋଟେ ରଚନା ଅଛି, ଘଟଣା ଅଛି।
ସେ ତ କଲା କଥା ନ କରି ପାରଇ ଏ ନ କଲା କଥା କରିପାରଇ ହେଲା। ସେ କହିଛନ୍ତି ସେ ତ କଲା କଥା ନ କରିପାରିଲା, ଯେଉଁଟା ମୁଁ କହିଥିଲି ସେ ତ କରିପାରିଲାନି, କିନ୍ତୁ ନ କରିବା କଥାଟି କରିପାରିଛି ବୋଧେ। ହେମନ୍ତେ ଯୋଗ ଧ୍ୟାନରେ ବିଚାରନ୍ତେ ଚିତ୍ରାଙ୍ଗୀ କନ୍ୟା ମନ୍ତ୍ରୀ ପୁଅକୁ ବରଣ କରିବା କଥା କ'ଣ ହେଇଛି ନା ହୃଦୟରେ ପ୍ରକାଶ ହେଲା। ପୁଣି ଧ୍ୟାନ କରିଛନ୍ତି, ଧ୍ୟାନରେ ଦେଖିଛନ୍ତି କି ମନ୍ତ୍ରୀ ପୁଅକୁ ବରଣ କରିସାରିଛି କିଏ ନା ଚିତ୍ରାଙ୍ଗୀ କନ୍ୟା। ବିଚାରିଲେ ବଡ଼ ବିଷମ ହେଲା, ଏ ଦୁହେଁ ଏତେ କଷ୍ଟରେ ଫୁଲ ଆଣି କାହିଁରେ ନୋହିଲେ। ମନ୍ତ୍ରୀ ପୁଅ ବସିଲା ଠାରେ କନ୍ୟା ବିଭା ହେବ, ଏହା ବିଧାତା କରୁଛି ହେଲା। ମୁନି ବି ବିଚାର କରିଛନ୍ତି କି ଏ ଦୁହେଁ କେତେ କଷ୍ଟ କରିକି ଯାଇକି ଫୁଲ ତୋଳିକି ଫୁଲ ନେଇକି ଆସିଲେ, କିନ୍ତୁ ଏ ମନ୍ତ୍ରୀ ପୁଅ କିଛି ନ କରିକି ବସିକିରି ଖାଲି ସେ କନ୍ୟାକୁ ବିଭା ହେଇଯିବ। ଆମ୍ଭେ କେମନ୍ତେ କରିବା, ଏଥିରେ ଆମ୍ଭ କଥା ବା କି ରହିଲା ହେଲା। ମୁନି କହିଛନ୍ତି ଏଥିରେ ମୁଁ ବା ଆଉ କ'ଣ କରିପାରିବି, ବା ମୋ କଥା ଆଉ କ'ଣ ରହିଲା, ଯିଏ ତ ବିବାହ ହେବ ସେ ତ ବରି ସାରିଛି ଯାହାକୁ ବିବାହ ହେବ ହେଲା। ଏହା ବିଚାରି କହିଲେ ଆରେ ରସିକମାଳି ହେମଗୌର, ତୁମ୍ଭେ ଦୁହେଁ ତ ଏକା ବେଳକେ ଫୁଲ ଆଣିଲ, ଏଥୁ କେ କନ୍ୟା ନେବ, ଏ ତ ସୁନା ପରା ମୋତି ମାଣିକ ନୁହଁ, ଏମାନ ହୋଇଥିଲେ ସିନା ବାଣ୍ଟି ଦିଅନ୍ତ ହେଲା। କ'ଣ କହିଲେ ନା ତାଙ୍କ ଯେଉଁ କାହାକୁ ରାଜା ପୁଅ ଆଉ କ'ଣ ସାଧବ ପୁଅଙ୍କୁ ସେ କହିଲେ କ'ଣ କହିଲେ ନା ରେ ରସିକମାଳି ହେମଗୌର, ତୁମେ ଦୁଇ ଜଣ ତ ଏକା ସମୟରେ ଆଣିଛ ଫୁଲ, ତାହେଲେ ମୁଁ କାହାକୁ ଏ କନ୍ୟାକୁ ଦେବି? ଯଦି ସେ ତ ସୁନା ରୂପା ମାଣିକ ହେଇନି କି ତୁମକୁ ଦୁଇ ଜଣକୁ ବାଣ୍ଟିକି ଦେବି, ତାହେଲେ କେମିତି ଦେବି ହେଲା। ସେ ତ ଯୁବତୀ ଏକ ବିନା ଆନକୁ ନ ଛୁଇଁବ ହେଲା। ସେ କହିଛନ୍ତି ସେ ତ ସୁନା ରୂପା ନୁହେଁ, ସେ ତ ଯୁବତୀ ଯିଏକି ଜଣକୁ ଛାଡ଼ିଲେ ଆଉ ଜଣକୁ ଛୁଇଁବ ନାହିଁ। ଏଥକୁ ପଚାରୁଛାଇ ଏ କନ୍ୟା କିଏ ବିଭା ହେବ, ବିଚାରି କହ, ବିଧାତା ଘଟଣା ଯାହାକୁ ଥିବ ସେ ତ ବିଭା ହେବ, ଆମ୍ଭ ତୁମ୍ଭ ଇଚ୍ଛାରେ ତ ଏକଥା ନାହିଁ ହେଲା। ପୁଣି କ'ଣ ହେଇଛି ନା ସେ କହିଲେ ବିଧାତା ଯାହା ଗଢ଼ିଥିବେ, ଯାହାକୁ ଯାହା ସହିତ କ'ଣ ଯାହା ସହିତ ଯାହା ବନ୍ଧନ ରଖିଥିବେ ତ ସିଏ ତାଙ୍କୁ ବିବାହ କରିବେ ହେଲା। ଏଥିରେ ଆମ୍ଭର ଆଉ କିଛି କହିବାର ନାହିଁ। ଏ ରୂପେ ଧ୍ୟାନାନନ୍ଦ ଗୋସାଇଁ ଆଜ୍ଞା କରିବାରୁ ଚିତ୍ରଗଣ୍ଠିକା ସାରି କହି ବୋଇଲା, ଆରେ ଗୋସାଇଁମାନେ ଏ କନ୍ୟା ହେଲା। ଏବେ ସେମାନେ ପୁଣି ଚିତ୍ରଗଣ୍ଠିକା ସାରି ପାଖରୁ ସବୁ କଥା ଶୁଣିକି ବ୍ରାହ୍ମଣ ମାନେ ପୁଣି ବିଚାର କରି ବସିଲେ। ବିଚାର କରିବାକୁ କହିଲେ କିଏ? ଚିତ୍ରଗଣ୍ଠିକା ସାରିକି ଏବେ ଆପଣମାନେ ବିଚାର କରନ୍ତୁ କି ଏ ନାରୀଟି ଏ କନ୍ୟାଟି କିଏ ଚିତ୍ରାଙ୍ଗୀ, କାହାକୁ ବିବାହ କରିବା ଉଚିତ ହେଲା। ରାଜା ପୁଅ ଆଉ କ'ଣ ସାଧବ ପୁଅ ଦୁଇ ଜଣ ତ ବହୁତ କଷ୍ଟ କରିକି ମୁନି ଯାହା କହିଲେ ସେ ସେଇଟାକୁ ପାଳନ କଲେ, କିନ୍ତୁ ମନ୍ତ୍ରୀ ପୁଅ କିଛି ମଧ୍ୟ କରିନାହାନ୍ତି। ଆଉ କିନ୍ତୁ ସେଇ କନ୍ୟାଟି ସେ ମନ୍ତ୍ରୀ ପୁଅକୁ ହିଁ ବରି ନେଇଛି, ତାହେଲେ ଏଠି ନ୍ୟାୟଟି କ'ଣ ହେବା ଉଚିତ ବୋଲି କହିଛନ୍ତି। ସେତେବେଳେ ହେଠୁ ବିମ୍ବଷ୍ଟ ଶୁକ କହିଛି, ପୁଣି ଗୋଟେ କାହାଣୀ କହିଛି। ବିମ୍ବଷ୍ଟ ଶୁକ କହିଛି ହେଲା, ଏ ଗୋସାଇଁମାନେ ତୁମେ ତ କ'ଣ ଚାରି ବେଦ, 6 ଶାସ୍ତ୍ର, 9 ବ୍ୟାକରଣ, ଅଷ୍ଟାଦଶ ପୁରାଣ, କାବ୍ୟ ନାଟକ, ଅଳଙ୍କାର, କୌତୁକ, ଶିଳ୍ପୀ, ସଙ୍ଗୀତ, ଜ୍ୟୋତିଷ, ପାଠତତ୍ତ୍ୱ, ବୈଦ୍ୟତତ୍ତ୍ୱ, ଶାସ୍ତ୍ରବିଦ୍ୟା, ଧର୍ମକର୍ମ ବିଚାରଣ ଇତ୍ୟାଦି ନାନା ପ୍ରକାର ପାଠଶାଠରେ ତ ଆପଣମାନେ ନିପୁଣ। ମୁଁ ଏକ କଥାଏ କହୁଛି, ଏ ନ୍ୟାୟ ଅନୁମାନ କରି କହିବା ହେବ ହେଲା। ପୁଣି ଥରେ ବିମ୍ବଷ୍ଟ ଶୁକ କହିଛି, ଏ ନ୍ୟାୟକୁ ବିଚାର କରିନାହାନ୍ତି ଏ ଯାଏ କିଏ? ବ୍ରାହ୍ମଣ ଗୋଷ୍ଠୀ ମାନେ। ପୁଣି ବିମ୍ବଷ୍ଟ ଶୁକ ଆଉ ଗୋଟେ କାହାଣୀ କହିଛି, ଯାହାକୁ କି ଆମେ ଆଗ କ୍ଲାସ୍ରେ ହେଲା ଜାଣିବା, ନେକ୍ସଟ କ୍ଲାସ୍ରେ। ଯଦି ଆପଣମାନଙ୍କୁ ମୋ ପଢ଼ାଇବା ଶୈଳୀଟି ଭଲ ଲାଗିଥିବ ତାହେଲେ ନିଶ୍ଚୟ ଗୋଟେ ଲାଇକ୍ କରିଦେବେ। ତ ହେଉଛି ଧନ୍ୟବାଦ।